କେଉଁ ଶକ୍ତି ପ୍ରତ୍ୟେକ ମଣିଷଙ୍କୁ କଷ୍ଟ ଦେଇଥାଏ ସେ ବିଷୟରେ ଆମେ ଆଲୋଚନା କରିବା ଯେ କାହା ଦ୍ୱାରା ମଣିଷଟିଏ କଷ୍ଟ ପାଇଥାଏ। ଦୁଇଟି ଶକ୍ତି ସାଧାରଣତଃ ପ୍ରତ୍ୟେକ ମଣିଷକୁ କଷ୍ଟ ଦେଇଥାଏ। କ'ଣ ସେ ଦୁଇଟି? ନା ଗୋଟେ ହେଉଛି ଭୋଗର ଶକ୍ତି। ଯେଉଁ ଭୋଗ ଲାଳସାର ଶକ୍ତି ଶରୀରକୁ କଷ୍ଟ ଦେଇଥାଏ ଏବଂ ଦ୍ରବ୍ୟ ଶକ୍ତି ବିଭିନ୍ନ ପ୍ରକାର ପଦାର୍ଥର ଶକ୍ତିଟାକୁ କ'ଣ କରେ ନା ବ୍ୟକ୍ତିର ମନକୁ କଷ୍ଟ ଦେଇଥାଏ। ତେଣୁ ଯେତେବେଳେ ବ୍ୟକ୍ତିର ଶରୀର କଷ୍ଟ ପାଏ ଭୋଗବିଳାସ ଦ୍ୱାରା ଏବଂ ଯେତେବେଳେ ସେହି ବ୍ୟକ୍ତି ବା ମଣିଷର ଦ୍ରବ୍ୟ ବା ପଦାର୍ଥ ଦ୍ୱାରା ମନ କଷ୍ଟ ପାଇଥାଏ ତାହେଲେ ସେ କ'ଣ ହେଇଥାଏ ନା ଅଶାନ୍ତି ଅରାଜକତା ଭୟରେ ତା ଜୀବନ କଟିଥାଏ। ଦୁଇଟି ଶକ୍ତି କ'ଣ ସେ ଶକ୍ତି? ନା ଗୋଟେ ହେଉଛି ଭୋଗ ବିଳାସର ଶକ୍ତି ପ୍ରତ୍ୟେକ ମଣିଷର ଶରୀରକୁ କଷ୍ଟ ଦେଇଥାଏ ଏବଂ ଦ୍ରବ୍ୟ ବା ପଦାର୍ଥର ଶକ୍ତି ମଣିଷର ମନକୁ କଷ୍ଟ ଦେଇଥାଏ। ଯଦି ଆପଣ ଏଇ ଦୁଇଟି ଶକ୍ତିରୁ ଦ୍ରବ୍ୟ ଆଉ ଭୋଗ ଶକ୍ତି ଯେଉଁ ଭୋଗ ବିଳାସର ଶକ୍ତିରୁ ଉଦ୍ଧାର ପାଇବା ପାଇଁ ଚାହାନ୍ତି ତାହେଲେ କ'ଣ କରିବେ ନା ପରମାତ୍ମା ପରମ ପୁରୁଷଙ୍କ ସହିତ ନିଜର ସମ୍ପର୍କ ବାନ୍ଧିବେ, ଯାହାଦ୍ୱାରା କି ଆପଣଙ୍କର ଶରୀର ଶକ୍ତି ଏବଂ ମନର ଶକ୍ତି ଯେଉଁ ନଷ୍ଟ ହେଉଛି କାହା ଦ୍ୱାରା ନା ଶରୀର ନଷ୍ଟ ହୁଏ ଭୋଗବିଳାସ ଦ୍ୱାରା ଏବଂ ଦ୍ରବ୍ୟ ପଦାର୍ଥ ଦ୍ୱାରା ଯେଉଁ ମନ ନଷ୍ଟ ହୋଇଯାଏ ମନ କଷ୍ଟ ପାଏ ତାହାରୁ ଆପଣ ମୁକ୍ତି ପାଇବେ। ତେଣୁ ଆପଣ ଜାଣିଲେ